ନମସ୍କାର ଓଡ଼ିଶା। ମୁଁ ସୁପ୍ରଭା ମହାପାତ୍ର ମୋର ସରଳ ଲେଖା ମାଧ୍ୟମରେ ସାମାଜିକ ଜାଗୃତି ଆଣିବା ପାଇଁ ଏଇ ଯେଉଁ ଛୋଟିଆ ପ୍ରୟାସଟିଏ କରୁଛି ସେଥିରେ ଯୋଗ ଦେବାକୁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି। ଆସନ୍ତୁ ଶୁଣିବା ଏଥର ଆଜିର ପ୍ରୟାସ। ଆଉ ପ୍ରୟାସଟିର ନାମ ହେଲା ଲକ୍ଷ୍ମୀ। ମାଣିକ କାଖରେ ଗରା ଧରି ପିଇବା ପାଣି ଗୋଟିଏ ଆଣିବା ପାଇଁ ବାହାରିଲା। ଦୁଇ ଝିଅ ମୋର ଟ୍ୟୁସନରୁ ଫେରି ନାହାନ୍ତି। ତା ମାନେ ବେଶୀ ରାତି ବି ହୋଇନାହିଁ। ଖାଲି ଶୀତଦିନ ରାତି ବୋଲି ଏପରି ନିଛାଟିଆ ଜଣାପଡ଼ୁଛି। ମନ୍ଦିର ପାଖ ନଳକୂଅ ପାଣି ମିଠା, ତେଣୁ ଅଧିକାଂଶ ଲୋକ ପିଇବା ପାଣି ସେଇଠାରୁ ହିଁ ଆଣିଥାନ୍ତି। ମାଣିକ ନଳକୂଅର ଯେତିକି ନିକଟତର ହେଉଥିଲା, କଅଁଳ ଶିଶୁର କାନ୍ଦ ସ୍ୱର ତାକୁ ସେତିକି ସ୍ପଷ୍ଟ ଶୁଣାଯାଉଥିଲା। ସେ ତାର ପାଦ ଏବେ ଟିକେ ଜୋରରେ ପକାଇ ନଳକୂଅ ପାଖରେ ପହଞ୍ଚିଥିଲା। ହେଲେ ଏ କ'ଣ, ମନ୍ଦିର ଦୁଆରେ ଶିଶୁଟିଏ କାନ୍ଦୁଛି। ମାଣିକ ପାଖକୁ ଯାଇ ଦେଖିଲା କନ୍ୟା ସନ୍ତାନଟିଏ କାନ୍ଦୁଛି। ପାଖରେ କେହି ନାହାନ୍ତି। ତତ୍କ୍ଷଣାତ ସେ ସବୁ ବୁଝିଗଲା। ନ ବୁଝନ୍ତା ବା କିପରି? ଆଜିକାଲି ପେପର, ସମାଜ, ସମାଚାର ସବୁଠାରେ ଗୋଟିଏ କଥା। କନ୍ୟା ଭ୍ରୂଣ ହତ୍ୟା, କନ୍ୟା ସନ୍ତାନ ପରିତ୍ୟାଗ, ବଧୂ ନିର୍ଯାତନା, ଏଇ ତ ସବୁ ଆସୁଛି। କାଲି ଚୁମୁକିର ବାପାଙ୍କୁ ଖାଇବା ବାଢ଼ିଲା ବେଳେ ଟିଭିରେ ଏହି କନ୍ୟା ସନ୍ତାନ ପରିତ୍ୟାଗ ସମାଚାର ତ ଆସୁଥିଲା। ତା କାନରେ ଟିକେ ପଡ଼ିଥିଲା, ତେଣୁ ଘଟଣାଟିକୁ ବୁଝିବା ପାଇଁ ତାକୁ ବେଶୀ ସମୟ ଲାଗିନଥିଲା। ପିଲାଟିକୁ ନିଜ ଲୁଗା କାନିରେ ଘୋଡ଼ାଇ ଛାତିରେ ଜାବୁଡ଼ି ଧରିଥିଲା। ଆଉ ଚାରିଆଡ଼େ ଟିକେ ଆଖି ବୁଲାଇ ପିଲାଟି କାହାର ବୋଲି ପାଟି କରି ପଚାରିଥିଲା। ହେଲେ କିଛି ଉତ୍ତର ପାଇନଥିଲା। କ'ଣ କରିବ ଏବେ? କନ୍ୟା ସନ୍ତାନଟିକୁ ଘରକୁ ନେଇକି ଗଲେ ଶାଶୁ ତାକୁ ଗ୍ରହଣ କରିବେନି। ନିଜେ ଦୁଇଟି କନ୍ୟା ସନ୍ତାନର ମା ବୋଲି ଶାଶୁ ଆଜି ଯାଏଁ ଶୁଣାଉଛନ୍ତି। କେମିତି କେଉଁଠୁ ଔଷଧପତ୍ର ଖାଇ ପୁଅଟିଏ କରିବାକୁ ଏବେ ବି କହୁଛନ୍ତି। କିନ୍ତୁ ମାଣିକ ଆଉ କବିର ଏ କଥାକୁ ବେଶୀ ଗୁରୁତ୍ୱ ଦେଇନଥାନ୍ତି। ଶ୍ୱଶୁରଙ୍କ ଅମଳର ପୁରୁଣା ଛାତରୁ ପାଣି ଗଳୁଛି, ତାକୁ ଟିକେ ମରାମତି କରି ହେଉନାହିଁ। ଆଉ ଏ ଅବସ୍ଥାରେ ଆଉ ଗୋଟିଏ ସନ୍ତାନ କରିବା ସମ୍ଭବ ନଥିଲା। ମାଣିକର ଝିଅମାନେ ଏବେ ବଡ଼ ହୋଇଗଲେଣି। ଗାଁ ବାଳିକା ଉଚ୍ଚ ବିଦ୍ୟାଳୟରେ ବଡ଼ ଝିଅ ନବମ ଆଉ ସାନ ଝିଅ ସପ୍ତମରେ ପଢ଼େ। ଏବେ ଶିଶୁଟିର ବିକଳ କାନ୍ଦ ସହି ନ ପାରି ମାଣିକ ଶିଶୁଟିକୁ ଛାତିରେ ଲଗାଇ ଘରକୁ ଧରି ଆସିଲା। ଦାଣ୍ଡ ଘରେ ଶାଶୁ ବସିଥିଲେ। ପଚାରିଲେ, ଆଲୋ, ତୋ ପାଣି ଗରା କାହିଁ? ଆଉ ଏ କାହା ଛୁଆ ଧରି ଆସିଛୁ? ମାଣିକଠାରୁ ସବୁ ଘଟଣା ଶୁଣିଲା ପରେ ଶାଶୁ କହିଲେ, ସେ ଛୁଆର କୁଳ ଜାତି ଗୋତ୍ର କିଛି ଜଣା ନାହିଁ। କାହା ଛୁଆ ଗୋଟେ ଗୋଟାଇ ନେଇ ମୋ ଘରକୁ ଆସିଛୁ। ଯା, ତାକୁ ଯେଉଁଠାରୁ ଆଣିଛୁ ସେଇଠି ଛାଡ଼ି ଦେଇ ଆସିବୁ। କିନ୍ତୁ କବିର, ମାଣିକର ସ୍ୱାମୀ କହିଲେ, ନାଇଁ ମା, ଏପରି ଭାବରେ ଆମେ ଅନ୍ଧାର ରାତିରେ ଛୁଆଟିକୁ ଛାଡ଼ି ପାରିବା ନାହିଁ। ଛୁଆଟିର କିଛି ଯଦି ହୋଇଯିବ ଆମେ ନିଜକୁ କେବେ ବି କ୍ଷମା କରିପାରିବା ନାହିଁ। ଯଦି ଛୁଆଟିର ଜନ୍ମ କଲା ବାପା ମା ଆସନ୍ତି, ଆମେ ତାଙ୍କୁ ଦେଇଦେବା। ନହେଲେ ମାର୍ଗଶିର ମାସ ତ, ଆମ ଘରକୁ ଲକ୍ଷ୍ମୀ ଆସିଛନ୍ତି ଭାବି ରଖିବା। ଏତେ ସବୁ ଭିତରେ ମାଣିକ ପିଲାଟିକୁ ଗାଈ କ୍ଷୀର ଟିକେ ପିଆଇ ଉଷୁମ ସେଜରେ ଶୁଆଇ ବି ଦେଲାଣି। ପିଲାଟିକୁ ଏମିତି ଶାନ୍ତିରେ ଶୋଇବାର ଦେଖି ମାଣିଙ୍କର ଦୁଇ ଝିଅ ଖୁସି ହୋଇ ଆମେ ଲକ୍ଷ୍ମୀକୁ ଆମ ପାଖରେ ରଖିବାକୁ କହିଥିଲେ। ଆଉ ଆମେ କାହାକୁ ଦେବା ନାହିଁ। ତୁଣ୍ଡ ବାଇଦ ସହସ୍ର କୋଶ। କଥାଟା ସକାଳୁ ଗାଁ ସହ ପାଖ ଆଖ ଗାଁରେ ବି ପ୍ରଘଟ ହୋଇଗଲାଣି। ବିନା ମାଆରେ ସଦ୍ୟ ଜନ୍ମିତ ଶିଶୁକୁ ପାଳିବା କିଛି ସହଜ କଥା ନୁହେଁ। କିନ୍ତୁ ମାଣିକ ଲକ୍ଷ୍ମୀକୁ ଅତି ଯତ୍ନର ସହକାରେ ପାଳୁଛି। ଲକ୍ଷ୍ମୀକୁ ଆଣିବାରେ ଏବେ 5 ଦିନ ହୋଇଗଲାଣି। ହେଲେ ନିଜ ଛୁଆ କହି ଲକ୍ଷ୍ମୀକୁ ନେବା ପାଇଁ କେହି ବି ଆସିନାହାନ୍ତି। ଏପରି ଦିନ ଗଡ଼ି ଲକ୍ଷ୍ମୀ ଏବେ ମାସକର ହୋଇଗଲାଣି। ଲକ୍ଷ୍ମୀ ପ୍ରତି ମାଣିକ ମନରେ ଲୋଭ ଆଉ ମାଆର ମମତା ସମ୍ପୂର୍ଣ୍ଣ ରୂପେ ଆସିଯାଇଛି। ଏବେ ଘରର ସବୁ କାମ ଲକ୍ଷ୍ମୀ କାମ କରିସାରିଲା ପରେ ହୁଏ। ଦିନେ ପାଖ ଗାଁର ଜଣେ ସ୍ତ୍ରୀ ଲୋକଟିଏ ଆସି ଲକ୍ଷ୍ମୀକୁ ମାଗିଥିଲା। ବିବାହର ଅନେକ ବର୍ଷ ପରେ ମା ହେବାର ସୌଭାଗ୍ୟରୁ ବଞ୍ଚିତ ସ୍ତ୍ରୀ ଲୋକଟି ଲକ୍ଷ୍ମୀକୁ ନିଜର ଝିଅ ଭଳି ପାଳିବ କହି ମାଗିଥିଲା। ହେଲେ ମାଣିକ ଲକ୍ଷ୍ମୀକୁ ଦେଇପାରିନଥିଲା। ମାଣିକ ମନରେ ଲକ୍ଷ୍ମୀର ସୁରକ୍ଷା ଆଉ ଲାଳନ ପାଳନକୁ ନେଇ ଅନେକ ପ୍ରଶ୍ନ ଆସିଥାଏ। ଲକ୍ଷ୍ମୀକୁ ଅନ୍ୟ କାହା ହାତରେ ଟେକି ଦେବା ପାଇଁ ତାର ବିଶ୍ୱାସ ଦୃଢ଼ ହୋଇପାରୁନାହିଁ। ମୋ ଭାଗ୍ୟରେ ଯାହା ଆଉ ଯେତିକି ଅଛି, ଲକ୍ଷ୍ମୀ ତାର ବଡ଼ ଦୁଇ ଭଉଣୀଙ୍କ ଭଳି ସେତିକିରେ ମୋ ପାଖରେ ବଡ଼ ହେବ। ଏବେ ଲକ୍ଷ୍ମୀକୁ 5 ବର୍ଷ ହୋଇଗଲାଣି।
ଆଉ ଆଜି ଗାଁ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ବାପାଙ୍କ ସାଥିରେ ବିଦ୍ୟାଳୟ ଯାଇଛି। ପ୍ରଧାନ ଶିକ୍ଷକ ତାକୁ ନାଁ ପଚାରିବାରୁ ମୋର ନାଁ ଲକ୍ଷ୍ମୀ ରଣା, ମୋ ବାପାଙ୍କ ନାମ କବିର ରଣା, ଆଉ ମାଙ୍କ ନାମ ମାଣିକ ରଣା, ଆଉ ମୋ ବଡ଼ ଭଉଣୀର ନାମ କହିଲା ବେଳକୁ ପ୍ରଧାନ ଶିକ୍ଷକ କହିଥିଲେ, ମୁଁ ତତେ କେବଳ ତୋର ନାଁ ପଚାରିଥିଲି, ହେଲେ ତୁ ମୋତେ ତୋର ପୁରା ପରିବାର ନାଁ କହିସାରିଲୁଣି। ଜଣାପଡ଼ୁଛି ତୁ ବଡ଼ ବୁଦ୍ଧିମାନ ଆଉ ହୁସିଆର। ଏବେ ବାପା ଶିକ୍ଷକ ମହାଶୟଙ୍କ କଥା ଶୁଣି ଟିକେ ହସିଥିଲେ। ଆଜ୍ଞା, ପ୍ରୟାସଟି ଏତିକି। ଯଦି ଆପଣଙ୍କୁ ଭଲ ଲାଗିଛି ପ୍ରୟାସଟି, ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ। ରହିଲି, ନମସ୍କାର। ପୁଣି ଦେଖା ହେବ ଆସନ୍ତା ପ୍ରୟାସରେ।